ସାଙ୍ଗମାନେ ମୁଁ ରୁହେ କେରଳରେ। ଆଉ କେରଳରେ ବିଲକୁଲ ବି ଶୀତ ହୁଏନି କି ଏ ସିଜନରେ ମାନେ ଗରମ ବି ହୁଏନି। ତ ନର୍ମାଲ ଟେମ୍ପରେଚର ରୁହେ। ଦେଖୁନାହାନ୍ତି ଏଠି କେତେ ଜୋରେ ଖରା ହେଉଛି। ଖରା ଦେଖିକିରି ଆଉ ଭାବିଲି ଲୁଗାପଟା କାଲି ବହୁତ ଲେଟ୍ରେ ଶୁଖେଇଥିଲି ତ ଭଲସେ ଶୁଖି ନଥିଲା। ତ ଭାବିଲି ଆଗ ଲୁଗାପଟା ଶୁଖେଇଦେବି, ତାପରେ ଯାଇକରି ଲଞ୍ଚ ବନେଇବା ପାଇଁ ଯିବି। ଜଲ୍ଦି ଶୁଖିଯିବ ଲୁଗାପଟା ବି। ବହୁତ ଜୋରରେ ଖରା ହେଉଥିଲା। ତ ଏଠି ତାପରେ ଶୁଖାଶୁଖି କରିଦେଇ ଆସିଗଲି କିଚେନକୁ। ଆଉ ସକାଳେ ପୁଅ ପାଇଁ ଟିଫିନ୍ ବନେଇଥିଲି ଆଉ ହଜବେଣ୍ଡ ଚା ଫା ବନେଇଥିଲି। ତ କିଚେନ୍ ଏଠି ପୁରା ବିଖରା ହେଇକିରି ପଡ଼ିଥିଲା। ତ ଆଗ ତାକୁ ସବୁ ଆରେଞ୍ଜ କରିଦେବି, ତାପରେ ଲଞ୍ଚ ବନେଇବି। ତ ଏଠି ସବୁ ଯାହା ସବୁ ଥିଲା ତାକୁ ସବୁ କ୍ଲିନ୍ କରି ଆଉ ବାକି ଯାହା ଫ୍ରିଜରେ ରଖିବା କଥା ତାକୁ ସବୁ ରଖିଦେଲି। ଆଉ ଏଠି ଗୋଟେ ଦିନ ପୂର୍ବରୁ ହଜବେଣ୍ଡ ମାଛ ଆଣିଥିଲେ। ଏଠି ଘର ପାଖରେ ଭଲ ମାଛ ମିଳେନି, ତ ଗୋଟେ ଦିନ ପୂର୍ବରୁ ହଜବେଣ୍ଡ ନେଇ ଆସିଥିଲେ ମୋ ପାଇଁ ମାଛ। ଏଠୁ ମୁଁ ତାକୁ ଆଇସ୍ରେ ରଖିଦେଇଥିଲି, ଫ୍ରିଜରରେ ରଖିଦେଇଥିଲି। ତ ସେ ଆଇସ୍ ହେଇଯାଇଥିଲା। ତାକୁ ଭଲ ଟିକେ ପାଣି ଦେଇ ଛାଡ଼ି ଦେଇଥିଲି କିଛି ସମୟ। ସେ ମେଲ୍ଟ ହେଇଗଲା ଯେମିତି ତାକୁ ଲୁଣ ହଳଦୀ ଗୋଳେଇକିରି ତାକୁ 10 ମିନିଟ୍ ଖଣ୍ଡେ ଛାଡ଼ିଦେବି, ତାପରେ ଭାଜିବି। ତ ଟିକେ ଭଲ ଯେଉଁ ତା ଦେହରେ ଟିକେ ଲୁଣ ହଳଦୀ ଟିକେ ଭଲସେ ମ୍ୟାରିନେଟ୍ ହେଇଯିବ, ତାପରେ ତାକୁ ଭାଜିବି। ଏଠି ମୁଁ ଗୋଟେ କଡ଼େଇ ବସେଇ ଦେଇକି ସୋରିଷ ତେଲ ପକେଇଦେଲି। ତ ନନଭେଜ୍ ମୋତେ ବେଶୀ ସୋରିଷ ତେଲରେ ହିଁ କଲେ ଭଲ ଲାଗେ। ତ ଏଠି ସୋରିଷ ତେଲ ପକେଇକି ତାପରେ ମାଛ ତାକୁ ଭାଜିବା ପାଇଁ ଛାଡ଼ିଦେଲି। ତ ଭଲସେ ଟିକେ ଭାଜି ହେଇଗଲେ, ଏ ମାଛ ସମୁଦ୍ର ମାଛ ନା, ତ ଟିକେ ଭଲସେ ନ ଭାଜିଲେ ଭଲ ଲାଗିବନି। ଓଡ଼ିଶାରେ ଆମର ଯେଉଁ ସେମିତି ମାଛ ହେଇଥିଲେ ତ ସିଏ ଟିକେ କମ୍ ଭଜା ହେଇକିରି ତରକାରୀ ହେଲେ ଭଲ ଲାଗିବ। କିନ୍ତୁ ଇଏ ଯେଉଁ ସମୁଦ୍ର ମାଛ ମୋତେ ଟିକେ ଭଲସେ ନ ଭାଜିଲେ ତରକାରୀ ଭଲ ଲାଗେନି। ମାନେ ଆଇଁଷିନା ମୋତେ ଟେଷ୍ଟ ହୁଏ। ତ ମୁଁ ସେଥିପାଇଁ ଟିକେ ଭଲସେ କଡ଼କ କରି ଭାଜିକିରି ତାପରେ ତରକାରୀ କରିବି। ଏଠି ମୋ ମାଛ ବି ଭଜା ହେଇଗଲାଣି, ଆଉ ଅଳ୍ପ କିଛି ଅଛି ଭାଜିଦେବି। ଦେଖନ୍ତୁ ପୁରା ରେଡ୍ କଲର୍ ହେଇଗଲାଣି। ତାପରେ ସକାଳେ ପୁଅ ପାଇଁ ମାନେ ଯେଉଁ ଟିଫିନ୍ ବନେଇଥିଲି ତା ଅଦା ରସୁଣ ପେଷ୍ଟ ଥିଲା। କହିଲେ ଆଉ ଅଲଗା ଆଉ କିଛି ମସଲା କରିବିନି। ତ ସେ ଅଦା ରସୁଣ ପେଷ୍ଟ ଦିହରେ ଲୁଣ ହଳଦୀ ଜିରା ପାଉଡ଼ର ଧନିଆ ପାଉଡ଼ର ଆଉ କାଶ୍ମୀରୀ ଚିଲି। ତ ମୁଁ ନର୍ମାଲ ଚିଲି ପାଉଡ଼ର ପକାଉନି, କାରଣ ମୋ ଛୁଆ 2 ଜଣଙ୍କୁ ରାଗ ତ ବିଲକୁଲ ବି ପସନ୍ଦ ନୁହଁ। ସେ ତରକାରୀ ରାଗ ହେଲେ ବିଲକୁଲ ବି ଖାଇପାରିବେନି। ଖାଲି ଭାତ ଇଏ କରି ଖାଇବେ, କିନ୍ତୁ ତରକାରୀ ରାଗ ହେଲେ ଖାଇପାରିବେନି। ତ ମୁଁ ସେଥିପାଇଁ ସବୁବେଳେ କାଶ୍ମୀରୀ ଚିଲି ପାଉଡ଼ର ପକାଏ। କଲର୍ ଟିକେ ହୁଏ ଆଉ ରାଗ ବି ଏତେ ଲାଗେନି। ତ ଏଠି ମୁଁ ଟମାଟୋ ଆଉ କାଟିକିରି ଇଏ କଲେନି, କାରଣ ଗ୍ରେଭିଟା ଟିକେ ଭଲ ଇଏ ହେବନି, ଭଲସେ ଗ୍ରେଭି ହେବନି। ତ ଟମାଟୋକୁ ଏଥିରେ ପେଷ୍ଟ କରିକି ପକାଇଦେବି। ଆଉ ଆମ ଓଡ଼ିଆମାନଙ୍କର ତ ମାଛ ତରକାରୀ ହେଉ ଯେକୌଣସି ତରକାରୀ ହେଉ, ଆଳୁ ନ ପଇଲେ ଆମର କମ୍ପ୍ଲିଟ୍ ହେବନି ତରକାରୀ। ତ ଏଠି ଆଳୁ କିଛି ମାନେ ତେଲରେ ଭାଜିଦେଲି, ତରକାରୀରେ ପକାଇବି। ତେଲ ଆଉ ଟିକେ ତେଲ ପକାଇ ତା ଦେହରେ ଜିରା ପକାଇଦେଲି ତରକାରୀ ପାଇଁ। ଆଉ ପିଆଜ ତାକୁ ଚପ୍ କରିକି ରଖିଥିଲି ତାକୁ ବି ପକାଇଦେଲି। ପିଆଜ ଟିକେ ହେଇଗଲେ ତାପରେ ଯେଉଁ ମାନେ ମସଲା ଗୋଳେଇକିରି ରଖିଥିଲି ତାକୁ ପକାଇଦେଲି। ସେ ଟିକେ 2 ମିନିଟ୍ ତାକୁ କଷିଦେଲି। ତାପରେ ଯେଉଁ ଟମାଟୋକୁ ପିଉରି କରିକି ରଖିଥିଲି ବାକି ତାପରେ ତାକୁ ପକାଇଦେଲି। ପକାଇ ଦେଇକି 2-4 ମିନିଟ୍ ତାକୁ କଷିବା ପାଇଁ ଛାଡ଼ିଦେଲି। ଦେଖନ୍ତୁ ମୋର ଏଠି ମାନେ ତରକାରୀ ଦେଖିକିରି ମାଛକୁ ଦେଖିକିରି ପୋଜ୍ କରିବାରେ ଲାଗିଛି। ଆଳୁ ବି ତା ଦେହରେ ପକାଇ ଦେଇକିରି 2 ମିନିଟ୍ କଷି ଦେଇକି ମସଲା ବି ହେଇଗଲାଣି, ତେଲ ଛାଡ଼ିଦେଲାଣି। ତ ତା ଦେହରେ ପାଣି ଦେଇଦେଲି। ପାଣି ଦେଇକିରି 4-5 ମିନିଟ୍ ତାକୁ ଫୁଟିବା ପାଇଁ ଛାଡ଼ିଦେବି। ଫୁଟିଲାଣି ବି ତରକାରୀ। ଏଠି ମାଛ ପକାଇଦେବା। ମାଛ ମୁଁ ଅଳ୍ପ ମାଛ ପକାଇବି, କାରଣ ପୁଅ ଝିଅ ମୁଁ ଆଉ ହଜବେଣ୍ଡ ତ ହୋଟେଲରେ ତାଙ୍କର ଖାଇକିରି ଆସିବେ। ତ ବେଶୀ ମାଛ ପକାଇବିନି, ଅଳ୍ପ ମାଛ ଅଳ୍ପ ତରକାରୀ କରାହେବ। ଇଏ ବାକି ସବୁ ମାଛ ଫ୍ରିଜରେ ରଖିଦେବି। ପୁଅ ଝିଅ ତାଙ୍କର ଅଲଗା ଟାଇମ୍ରେ ଖାଲି ଭାଜିକିରି ଦେଇଦିଏ ଖାଇବା ପାଇଁ। ସେ କାରଣ ତରକାରୀ ସେ ଭଲ ପାଆନ୍ତିନି। ତ ମୁଁ ଖାଲି ଭାଜିକିରି ଆଉ ଯାହା ବନେଇଲେ ତାପରେ ଖାଲି ମାଛକୁ ଭାଜିକିରି ଦେଇଦେଲେ ସେ ଖାଇଦେବେ। ତରକାରୀ ତାଙ୍କୁ ସେମିତିରେ ବି ପସନ୍ଦ ନୁହଁ। ମୁଁ ଖାଏ ବୋଲି ତାଙ୍କ ବାକି କରେ ଆଉ। ଏଠି ସବୁ ଫ୍ରିଜରେ ଧନିଆ ପତ୍ର ଥିଲା ବହୁତ ଦିନ ହେଲାଣି, ତ ମୁଁ କିଛି ପକାଏ। ବହୁତ ସାରା ନେଇ ଆସିଥିଲେ, ଯେ ପରିବା ମାର୍କେଟ ଯାଆନ୍ତି ତ ବହୁତ ସାରା ଧନିଆ ପତ୍ର ନେଇ ଆସନ୍ତି। ତ
ମୁଁ ତରକାରୀ ଯେତେବେଳେ ମନେ ପଡ଼େ ପକାଏ, ନ ମନେ ପଡ଼ିଲେ ସେମିତି ଥୁଆ ହେଇଥାଏ। ବହୁତ ଗୁଡ଼େ ଖରାପ ବି ହେଇଗଲାଣି, ତ ତାକୁ ଆଜି କିଛି ପକାଇଦେବି। ବାକି ଚଟଣି ବନେଇଦେବି, ଧନିଆ ପତ୍ର ଚଟଣି ବି ବହୁତ ବଢ଼ିଆ ଲାଗେ। ତ ଏଠି ଧନିଆ ପତ୍ର ମୁଁ ଟିକେ ଅଧିକ ପକାଏ ମାଛ ତରକାରୀରେ, ଭଲ ଲାଗେ ବୋଲି। ତ କାହାକୁ କାହାକୁ ପସନ୍ଦ ନୁହଁ ଧନିଆ ପତ୍ର, କିନ୍ତୁ ମୋତେ ତ ଧନିଆ ପତ୍ର ବହୁତ ସାରା ଟିକେ ପକାଇଲେ ଭଲ ଟେଷ୍ଟ ଆସେ। ଏଠି ଦେଖନ୍ତୁ ମୋର ତରକାରୀ ବି ହେଇଗଲାଣି, ଧନିଆ ପତ୍ର ପକାଇଦେବା, ପୁରା ତରକାରୀ ରେଡ଼ି। ଯାଉଛି ଖାଇବି, ଆଜି ଏକା ଏକା ଲଞ୍ଚ କରିବାକୁ ପଡ଼ିବ। ଆଉ ମୋ ଭିଡ଼ିଓଟା ଭଲ ଲାଗିଥିଲେ କମେଣ୍ଟ କରିବେ। ଜୟ ଜଗନ୍ନାଥ।